ନମସ୍କାର। ଆଜି ସମସ୍ତେ ଶୁଣିଥିବେ ଗଞ୍ଜାମରେ ଗୋଟେ ଝିଅ ତାର ଅଧିକାର ପାଇଁ ବସିଥିଲା ତା ସ୍ୱାମୀର ଦ୍ୱାର ମୁହଁରେ। ଆଉ କାଲି ସେ ନିଜେ ପ୍ରେସ୍ ସାମ୍ନାରେ କିଛି ଅଭିଯୋଗ ବି ଆଣିଥିଲା, କିନ୍ତୁ ଆଜି ତା ସ୍ୱାମୀର ବଡ଼ ଭାଇ ତାକୁ ହାଣିକି ତା ଜୀବନ ଶେଷ କରିସାରିଛନ୍ତି। ଆଉ ଏ କଥାଟି କାହାକୁ କ'ଣ ଲାଗିଛି ମୁଁ କହିପାରିବିନି, କିନ୍ତୁ ମୋ ମନକୁ ଦୋହଲେଇଛି ଏଇଥିପାଇଁ ଯେ ମୁଁ ବାରମ୍ବାର କହି ଆସିଛି, ପ୍ରତିଟି ମଣିଷକୁ ଅନୁରୋଧ ଆଜି ବି କରୁଛି, ଭୁଲକୁ ଭୁଲ କହିବା ଶିଖ। ନା ପୁଅ ନା ଝିଅ, ନା ମୋର ନା ତା'ର। ଜିନିଷଟି ହେଉଛି, ଯେତେବେଳେ ସେ ଝିଅଟି ଧାରଣାରେ ବସିଛି, ସେ ତା ପାଖରେ ଗୋଟେ 3 ବର୍ଷର ଝିଅ ଅଛି, ଆଉ ଅଲରେଡ଼ି ସେ ସମୟରେ 4 ମାସର ଗର୍ଭବତୀ ଅଛି। ଆପଣ ଚିନ୍ତା କରନ୍ତୁ ତା'ର ସ୍ଥିତି କ'ଣ। ସେ ସ୍ୱାମୀଟି ଭଲ ପାଇ ବାହା ହେଲା, ତା ସହିତ କିଛି ଦିନ ରହିଲା, ଛୁଆଟିଏ ହେଲା, ପୁଣି ଆଉ ଗୋଟିଏ ଛୁଆ ହେବାର ଅଛି। ଏ ପରିସ୍ଥିତିରେ ତାକୁ ଷ୍ଟେସନରେ ଛାଡ଼ି ଦେଇ ସେ ତା'ର କୁଆଡ଼େ ଯାଇଛି। ତେଣୁ ଇଏ ବାଧ୍ୟ ହୋଇ ତାଙ୍କର ଯାଇକିରି ସେଠି ଅନଶନରେ ବସିଛି ତା ଦୁଆରେ। ଆଚ୍ଛା, ମୋତେ କୁହନ୍ତୁ, ଏଇଟା ଆପଣମାନେ ବିଚାର କରିବେ, ତା'ର ଯଦି ସେ କିଛି ଉପାୟ ନ ପାଇକି ତା'ର ଘରର ଆଡ୍ରେସ୍ ଜାଣିଛି, ସେଠିକୁ ଗଲା। ଆଚ୍ଛା, ସିଏ ଖାଲି ଭୁଲ କରିଛି? ଭୁଲ କ'ଣ ତାଙ୍କ ପୁଅ କରିନି? ପୁଅକୁ ପନିସମେଣ୍ଟ ଦେବା କି ପୁଅକୁ ସଜାଡ଼ିବା କ'ଣ ତାଙ୍କର କର୍ତ୍ତବ୍ୟ ନଥିଲା? ମୋତେ କୁହନ୍ତୁ। ବର୍ତ୍ତମାନ ଝିଅଟିକୁ ହାଣିଦେଲ, କ'ଣ ମିଳିଲା? ତା ଜୀବନ ନଷ୍ଟ ହେଲା, ତୁମ ଜୀବନ ନଷ୍ଟ ହେଲା। ଏ ଯେଉଁ ଛୋଟ ଛୁଆଟି କ'ଣ କରିବ? ଛୋଟ ଛୁଆଟିର ଭବିଷ୍ୟତ କ'ଣ? କ'ଣ ସେ ଶିକ୍ଷା ପାଇବ? କ'ଣ ତା ମନରେ, ସେ ଯେତେବେଳେ ବଡ଼ ହେବ ତା ମନରେ କ'ଣ ବିଦ୍ରୋହ ହେବ? ଟିକେ ଚିନ୍ତା କରିଛନ୍ତି? ଆପଣ ମୋତେ କୁହନ୍ତୁ, ଗୋଟେ ପୁରୁଷର ବିନା ସ୍ପର୍ଶରେ ଗୋଟେ ନାରୀ କ'ଣ କେବେ ଖରାପ ହେଇପାରେ? ଗୋଟେ ନାରୀ କ'ଣ ଚରିତ୍ରହୀନା ହେଇପାରେ? ଗୋଟେ ପୁରୁଷର ସାଥ ନ ପାଇଲେ ଗୋଟେ ନାରୀ କ'ଣ କେବେ ଗଣିକା ହେଇପାରେ? କିନ୍ତୁ ଆମ ସମାଜ ଗୋଟେ ଏଭଳି ସମାଜରେ ଆମେ ବସବାସ କରୁଛେ ଯେ ଯଦି କିଛି ଘଟିଗଲା ଅଘଟଣ, କେବଳ ନାରୀଟି କିଛି କୁଶବ୍ଦକୁ ଶୁଣିବାକୁ ବାଧ୍ୟ ହୋଇଥାଏ। ମୋତେ କୁହନ୍ତୁ, କୌଣସି ନାରୀ ବିନା ପୁରୁଷର ସହଯୋଗରେ କେବେ ଖରାପ ହେଇପାରେ କି? ଯଦି ନୁହେଁ, ପନିସମେଣ୍ଟ ଦେଲାବେଳେ, କୁଶବ୍ଦ ଦେଲାବେଳେ କେବଳ ନାରୀକୁ କ'ଣ ପାଇଁ ବିଚାର କରାଯାଏ? ନାରୀର ନାଁଟା କ'ଣ ପାଇଁ ଆଗ ଆସେ? ନିଜକୁ କେବେ ପଚାରିଛନ୍ତି? ଯଦି ନିଜ ପରିବାରରେ, ନିଜ ସର୍କଲ ଭିତରେ, ନିଜ ସାଙ୍ଗସାଥିରେ, ଯେକୌଣସି ଜାଗାରେ ଆପଣ ଏଇଟା ଦେଖୁଛନ୍ତି, ଗୋଟେ ନାରୀକୁ ଗାଳି କରିବା ବଦଳରେ ପୁରୁଷଟିକୁ ସଜାଡ଼ୁନାହାନ୍ତି। ନାଇଁ, ଯଦି ପନିସମେଣ୍ଟ ମିଳୁଛି 2 ଜଣଙ୍କୁ ମିଳିବା ବି ଦରକାର। ନୋ ଡାଉଟ୍ ସେ ଝିଅଟି ଭୁଲ କରିଛି। ଅନ୍ୟମାନଙ୍କର ବିନା ପରାମର୍ଶରେ, ବିନା ପରମିଶନରେ ଗୋଟେ ରିଲେସନସିପ୍କୁ ବଢ଼େଇଛି। ଭୁଲ କରିଛି ଜୀବନରେ ଗୋଟେ ଭୁଲ ଲୋକକୁ ପସନ୍ଦ କରିବାରେ। କିନ୍ତୁ କ'ଣ ପନିସମେଣ୍ଟ କେବଳ ତା'ର ଦରକାର ଥିଲା? ପନିସମେଣ୍ଟ ପୁଅଟିର ଦରକାର ନଥିଲା? ଆଚ୍ଛା, ଯଦି ଘରକୁ ଆସିଥିଲା, ସେଟାକୁ ବିଚାର କଲେନି? ଯେଉଁ ଛୁଆଟି ପେଟରେ ବଢ଼ୁଥିଲା ତା'ର କ'ଣ ଭୁଲ ଥିଲା? ଆଉ ଏଇସବୁ ପରିସ୍ଥିତି ଗୁଡ଼ିକ ଆମ ସମାଜରେ ଘଟୁଛି ବୋଲି ଆଉ କିଛି ଝିଅ ଚୁପ୍ ରହିବାକୁ ବାଧ୍ୟ ହେଉଛନ୍ତି। କାରଣ ଆପଣ ଦେଖିଥିବେ, ଫେସବୁକ୍ରେ ହେଉ, ସୋସିଆଲ ମିଡ଼ିଆରେ ଯେକୌଣସି ଦେଖିବେ, ଗୋଟେ ଝିଅକୁ କେବଳ ଗାଳି ହୁଏ। ଗୋଟେ ଝିଅକୁ ତା'ର ଚରିତ୍ର ସଂହାର କରାଯାଏ। ଯଦି କିଛି ଜଣାପଡ଼େ ତା ବିଷୟରେ, ତା'ର ଭିଡ଼ିଓ ଯଦି କିଛି ଲିକ୍ ହେଲା, ତାକୁ କେତେ ପ୍ରକାରର କରିକିରି ଲୋକ ତାକୁ ଟ୍ରୋଲ୍ କରନ୍ତି। କାହିଁକି ତାକୁ ବଞ୍ଚିବାକୁ ଏତେ କଲବଲ କରାଯାଏ? ଆପଣ ଜାଣିଛନ୍ତି? କେଉଁ ପରିସ୍ଥିତିରେ ସେ, କେଉଁ ସର୍କମଷ୍ଟାନ୍ସେସକୁ ନେଇକି ସେ କେଉଁ ଜାଗାରେ ପହଞ୍ଚିଛି ଜାଣିଛନ୍ତି? ସମସ୍ତଙ୍କୁ ଅନୁରୋଧ କରୁଛି, ପୁଣି ଥରେ ଏଭଳି କିଛି ଜାଗାରେ ସଜାଡ଼ନ୍ତୁ। ଯାହା ହେଇଛି ସଜାଡ଼ନ୍ତୁ। ଯଦି ଆପଣ
ପିଲାର, ଆପଣଙ୍କର ପୁଅର, ଆପଣଙ୍କର ଘରର କୌଣସି ପୁରୁଷର ସ୍ପର୍ଶରେ କି ତା'ର କୌଣସି ଆକ୍ଟିଭିଟିଜ୍ରେ ଗୋଟେ ଝିଅର ଜୀବନ ନଷ୍ଟ ହେଉଛି, ଆପଣଙ୍କ ପାଖରେ ସେ ଖବର ଅଛି, କିନ୍ତୁ ଆପଣ ଇଗ୍ନୋର ହେଉଛନ୍ତି କିମ୍ବା ଏକତରଫା ବିଚାର କରୁଛନ୍ତି, ସେସବୁଥିରେ ଆପଣ ପାପୀ ନୁହନ୍ତି? ଆପଣଙ୍କ ଘରେ ସେ ଅଭିଶାପ ପଡ଼ିବନି? ଆପଣଙ୍କର ସେ କର୍ମର ଫଳ ଆପଣଙ୍କ ଲୋକମାନେ ଭୋଗିବେନି? ନିଶ୍ଚିନ୍ତ ଭୋଗିବେ। ତେଣୁ ଏସବୁ ଆପଣଙ୍କ କର୍ମ ସକାଶେ ଆପଣଙ୍କ ପରିବାର କାହିଁକି ଭୋଗିବ? ଆପଣଙ୍କ କର୍ମ ସକାଶେ ସେ ଏ ଲୁହର ହକଦାର ଅନ୍ୟମାନେ କାହିଁକି ହେବେ? ସେଇଟା ଟିକେ ଚିନ୍ତା କରନ୍ତୁ। ତେଣୁ ଏସବୁକୁ ଦୃଷ୍ଟିରେ ରଖି ଟିକେ ସଂସାରକୁ ଶାନ୍ତି ଶୃଙ୍ଖଳିତ କରିବା ପାଇଁ ଚେଷ୍ଟା କରନ୍ତୁ, ଯେଉଁଟାକି ଆପଣ ନିରପେକ୍ଷ ଭାବରେ ସମସ୍ତଙ୍କ ପାଇଁ ଭୁଲ ଠିକ୍ର ହିସାବ କରନ୍ତୁ। ରହୁଛି, ନମସ୍କାର।